तो हमें आइडेंटिफिकेशन ऑफ लोकल आर्ट फॉर्म एंड देयर इंटीग्रेशन टू टीचिंग लर्निंग एतिक जाय हमें पढ़िथिले हैला यार पांचटा पॉइंट जोड़ा देछि सेटा पढ़िथिले कि हम टीचिंग लर्निंग ये रे केमिति लोकल आर्ट सब काम करूछि इंपोर्टेंट रोल केमिति प्ले करूछि केमिति हमर आर्ट हमर इंटीग्रेशन होछि गोटे बेस्ट वे रे लर्निंग को केमिति रिप्रेजेंट करूछि हैला केमिति हमर होछि इंटरेस्ट बिल्ड करौछि हमर कोन ना आर्ट गुडा इन डेप्थ अंडरस्टैंडिंग को केमिति बढ़ौछि जनरल सब्जेक्ट नॉलेज केमिति बढ़ौछि ता सहित हमर होछि कोन आर्ट नॉलेज को केमिति हमर डेवलप करौछि इंटरेस्ट केमिति हमर सब समस्त आसुछि सब दिन हमें पढ़िथिले आइडेंटिफिकेशन ऑफ लोकल आर्ट रे हैला तो ଏବେ ଆମେ ପଢିବା string puppets ହେଲା puppet in India କଣ ଆମର ଇଣ୍ଡିଆରେ puppet ଆମର ଇଏ କରୁଛି ତ ଫର୍ଷ୍ଟ ଦେଇଛି ତ first ଦେଇଛି India has a rich and ancient tradition of string puppets or marionettes. Rajasthan, Odisha, Kamtaka, and Tamil Nadu are some of the regions where this form of puppetry has flourished. ତ କଣ ଯୋଉ ପୁତୁଲା ନାଚ ବୋଲି କୁହନ୍ତି ଯୋଉ କଣ୍ଢେଇ ନାଚ ସେଇଟାକୁ ପପେଟ ବୋଲି କୁହାହଉଛି ହେଲା ତ ଭାରତରେ ଆମର ହଉଛି ପୁତୁଳା ନାଚ ବା କଣ୍ଢେଇ ନାଚ ଗୋଟେ ପ୍ରାଚୀନ ପରମ୍ପରା ଆମର ରହିଛି ଆଗରୁ ରହି ଆସିଛି ହଉଛି ମାନେ ଏବେ ବି ହଉଛି କିଛି କିଛି ସ୍ଥାନରେ ବିଭିନ୍ନ ଶୈଳୀରେ ସବୁ କଣ ନା ହଉଛି ଏଇଟାକୁ ନାଚ କରାଯାଇଥାଏ ହେଲା ଗୋଟେ ସୂତା ସାହାଯ୍ୟରେ ସୂତାରେ ତା ମୁଣ୍ଡ ଇଏଟାକୁ ଟଙ୍ଗେଇ ଦେଇକି ତାକୁ ଏମିତି କଣ ନା ନଚେଇଥାନ୍ତେ ଓଡିଶାରେ ଆକୁ ଆମେ କଣ କହିଥାନ୍ତି ନା କୁଣ୍ଢେଇ ନାଚ ବୋଲି କହିଥାନ୍ତି ହେଲା କୁଣ୍ଢେଇ ନାଚ ବୋଲି ଯୋଉଟା କଣ୍ଢେଇ ବୋଲି କୁହନ୍ତି ସେଟାକୁ KU ଲେଖା ହେଇଛି ଯୋଉଟା କି କଣ୍ଢେଇ ନାଚ କଣ୍ଢେଇ ନାଚ ବୋଲି ଓଡିଶାରେ ଆମର କୁହାଯାଏ ସେପରି କର୍ଣ୍ଣାଟକରେ ମଧ୍ୟ ଅଛି ଏଟା କର୍ଣ୍ଣାଟକରେ କଣ କୁହାଯାଏ ନା ଗୋମ୍ବେଆଟା ଯୋଉଟା କି ଲେଖା ହେଇଛି ଗୋମ୍ବେଆଟା କର୍ଣ୍ଣାଟକରେ ଆମର ଗୋମ୍ବେଆଟା ବୋଲି କୁହାଯାଏ ସେଇ ପୁତୁଳା ନାଚକୁ ପପେଟ୍ରି ଇଏରେ ଆଉ ତାପରେ ଏଠି ଦେଇଛି କି ସାଡୋ ପପେଟ୍ସ କହିଲା ମାନେ ଛାୟା ଛାୟା କଣ କଣ୍ଢେଇ ବୋଲି କହିପାରିବା ପୁତୁଳା ହେଲା ପରଦା ପଛରେ ଗୋଟେ ଲାଇଟ୍ ଦିଆଯିବ ତା ସାହାଯ୍ୟରେ କଣ ହେଲା ନା ଖାଲି କଣ୍ଢେଇର ଛାଇ ଦେଖାହବ ଆଉ ଖାଲି ସେ ଛାଇଟା ହିଁ ନାଚ ହଉଥିବ ହେଲା ତ ସେଇଟା ମଧ୍ୟ ଆମର ଅଛି ଯୋଉଟା କି ଆମର ଓଡିଶାରେ ମଧ୍ୟ ଦେଖା ଯାଇଥାଏ ହେଲା ଯୋଉଟା କି ଓଡିଶାରେ ଏହାକୁ ଆମର ରାବଣ ଛାୟା ବୋଲି କୁହାଯାଏ ଆନ୍ଧ୍ରପ୍ରଦେଶରେ ଏହାକୁ କଣ ନା ଥୋଲୁ ବୋମାଲାଟା ବୋଲି କୁହାଯାଏ ତ ଏସବୁ ଆମର ଅଛି ରାବଣ ନାଚ ହଉଛି ଆମର ଓଡିଶାରେ ହେଲା ନା ନାଚ ହଉଛି ଓଡିଶାରେ ଥୋଲୁ ବୋମଲାଟା ହଉଛି ଆନ୍ଧ୍ରପ୍ରଦେଶରେ ଆଉ ତାପରେ ହଉଛି କଣ ନା ହଉଛି ରୋଡ ପପେଟ ହଉଛି କଣ କହିଲ ଯୋଉ କାଠି କଣ୍ଢେଇ ଯୋଉଟା କୁହାଯାଏ କାଠି ସାହାଯ୍ୟରେ ୟାକୁ ନିୟନ୍ତ୍ରଣ ଆମେ କରିପାରନ୍ତି ଆଉ ମାନେ କାଠିରେ ତାକୁ କଣ ଏପଟ ସେପଟ କରିକି ନଚେଇବା ତାକୁ କେମିତି ସେପଟକୁ ଯିବ କେମିତି ଏପଟକୁ ଆସିବ ତ ସେମିତି କାଠି ଦ୍ଵାରା ଆମେ ନିୟନ୍ତ୍ରଣ କରନ୍ତି ଏବଂ ପଶ୍ଚିମବଙ୍ଗ ଆଉ ଓଡିଶାରେ ଏଟା ଦେଖାଯାଇଥାଏ ହେଲା ଏହାକୁ କଣ ନା ହଉଛି ଯୋଉ ପୁତୁଲ ନାଚ ବୋଲି ଆମେ କହନ୍ତି ୱେଷ୍ଟ ବେଙ୍ଗଲରେ ପୁତୁଲ କହିଲା ମାନେ କଣ୍ଢେଇକୁ ବଙ୍ଗଳାରେ କୁହାଯାଏ ପୁତୁଲ ଆଉ ତାପରେ କହିଛି କଣ ଗ୍ଲୋବ ପପେଟ୍ସ ଯୋଉଟା କି ହାତର ମୌଜା ହେଲା ହାତର ମୌଜା ପରି ମାନେ ହାତରେ କଣ କରିବେ ମୌଜା ପୁରେଇ ସାରିକି କଣ କରିବେ ନା ହଉଛି ସେ ଯୋଉ କଣ୍ଢେଇଟାକୁ ପିନ୍ଧିକି ଆଙ୍ଗୁଠି ସାହାଯ୍ୟରେ କଣ କରିବେ ନଚେଇବେ ଯୋଉ ଆମେ ମୁଣ୍ଡ ଟୁଙ୍ଗାରନ୍ତି ଆଙ୍ଗୁଠିଟାକୁ ଏମିତି ହଲେଇବେ ସେମିତି ମୁଣ୍ଡ ଟୁଙ୍ଗାରୁଥିବ ଦେଖାଯିବ ଏହା ଓଡିଶାରେ କେରଳରେ ଆଉ ପଶ୍ଚିମବଙ୍ଗରେ ମଧ୍ୟ ଦେଖା ଦେଇଥାଏ ଗ୍ଲୋବ ପପେଟ୍ସ ହେଲା ଏଗୁଡାକ ହଉଛି ପପେଟ ର ସବୁ ପପେଟ ଡ୍ୟାନ୍ସ ଯୋଉ ସବୁ ଥାଏ ସେଗୁଡାକର ବହୁତ ବହୁତ ସ୍ଥାନରେ କଣ କଣ କୁହାଯାଏ କଣ ନାହିଁ ଏଗୁଡାକ ଜିନିଷ ହିଁ ଦେଇଛି ଏଥିରେ ତାପରେ କହିଲା ଇଭାଲୁଏସନ strategies assessing the different form of art ତ କଣ the primary purpose of assessment is to determine student achievement of the art expectations ତାପରେ ଦେଇଛି it determines the effectiveness of program and teaching method to enable all students to achieve to the best of their abilities ତ କଣ କହିଛି
ନା କଳା କ୍ଷେତ୍ରରେ ବା ଆର୍ଟ କ୍ଷେତ୍ରରେ ପିଲାମାନେ କଣ ଶିଖିଲେ ଏବଂ ଶିକ୍ଷାଦାନ କେତେ ଆମର କଣ ନା ହଉଛି ପ୍ରଭାବଶାଳୀ ହେଲା ଇଫେକ୍ଟିଭ ହେଲା ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାର ଆମେ କଣ କରିଥାନ୍ତି ନା ମୂଲ୍ୟାୟନ କରିଥାନ୍ତି ବା ଆସେସମେଣ୍ଟ ସବୁ ଆମେ କରିଥାନ୍ତି। ତ ସେଇଟାକୁ ଦେଇଛି କି ଟାଇପ୍ସ ଅଫ ଆସେସମେଣ୍ଟ। କଣ ସବୁ ଟାଇପ୍ସ ଅଛି ସବୁ ଆସେସମେଣ୍ଟ ର? ନା ଅଛି ଡାଇଗ୍ନୋଷ୍ଟିକ ଆସେସମେଣ୍ଟ ଅଛି, ଫର୍ମେଟିଭ ଆସେସମେଣ୍ଟ ଅଛି, ସमेଟିଭ ଆସେସମେଣ୍ଟ ଅଛି। ତ ଏଇପରି ଆମର ଆସେସମେଣ୍ଟ ସବୁ ଅଛି। ଯଦି ଆମେ ଡାଇଗ୍ନୋଷ୍ଟିକ ଆସେସମେଣ୍ଟ କହିବା ତା ମାନେ କଣ ନା ପାଠ ପଢେଇବା ପୂର୍ବରୁ ପିଲାର ଜ୍ଞାନ କେତେ ଅଛି ତାହା ଜାଣିବା ପାଇଁ କରାଯାଏ ତାକୁ ଆମେ କଣ କହିଥାନ୍ତି ନା ଡାଇଗ୍ନୋଷ୍ଟିକ ଆସେସମେଣ୍ଟ ବୋଲି କହିଥାନ୍ତି। ତାର ଅସୁବିଧା ଟା କଣ ସେ କୋଉଟାର ଅସୁବିଧା ସମ୍ମୁଖୀନ ହେବ କି ହେଉଛି ସେ ସବୁ ଜିନିଷ ପାଇଁ ହିଁ ଆମେ ଡାଇଗ୍ନୋଷ୍ଟିକ କରିଥାନ୍ତି ହେଲା ଡାଇଗ୍ନୋଷ୍ଟିକ ଆସେସମେଣ୍ଟ କରିଥାନ୍ତି। ଫର୍ମେଟିଭ ହଉଛି କଣ ନା ଫର୍ମେଟିଭ କହିଲା ମାନେ ପାଠ ପଢିବା ଚାଲୁଥିଲା ବେଳେ ହେଲା ପାଠ ପଢା ଚାଲିଥିବା ସମୟରେ ପିଲାଟି କେତେ ବୁଝୁଛି ତାହା ଜାଣିବା ପାଇଁ ଯୋଉଟା କରାଯାଏ ଯୋଉ ମୂଲ୍ୟାୟନ ଟା କରାଯାଏ ତାକୁ ଆମେ ଫର୍ମେଟିଭ ଇଭାଲୁଏସନ ବୋଲି କହିଥାନ୍ତି ହେଲା। ଧର ପିଲାଟିକୁ ମୁଁ ପଢେଇ ଦେଇଛି ଗୋଟେ ୟୁନିଟ ମୁଁ ତାକୁ ସେତେବେଳେ କଣ କରିବି ନା ଗୋଟେ ଟେଷ୍ଟ କରେଇବି ଯାହା ଦ୍ୱାରା କି ମୁଁ ଜାଣିବି ଇଏ ଏତିକି ମାର୍କ ରଖିଲା ଇଏ ଏତିକି ମାର୍କ ରଖିଲା ଇଏ ଏତିକି ମାର୍କ ରଖିଲା। ତ ସେତିକି ମାର୍କ ରଖିବା ଦ୍ଵାରା ମୁଁ ତାପରେ କହିବି କି ହଁ ତମେ 50 ମାର୍କର ଏକ୍ଜାମ ହେଇଥିଲା 50 ମାର୍କ ତମେ 40 ମାର୍କ ରଖିଲ ତ 40 ମାର୍କ ରଖିଛି ମାନେ ତା ମାନେ ମୋ ପଢାରେ କିଛି ଭୁଲ ନାହିଁ ହେଲା। ଯଦି 10 ମାର୍କ ରଖିଛି ମାନେ ଅଧିକାଂଶ ପିଲା 10 12 ଏମିତି ରଖିଛନ୍ତି ତା ମାନେ କଣ ମୁଁ ଭାବିବି କି ମୋ ପଢାରେ କିଛି ଗୋଟେ ତ୍ରୁଟି ରହିଗଲା କି ହେଲା ତାପରେ ମୁଁ କଣ କରିବି ନା ମୁଁ ନିଜର ମେଥଡ କୁ ଚେଞ୍ଜ କରିବି ଏଇଟା। ତାପରେ ଆସିଲା ଆମର ସमेଟିଭ ଆସେସମେଣ୍ଟ। ସମେଟିଭ ଆସେସମେଣ୍ଟ କହିବା କଥା ହଉଛି ମାନେ ଯୋଉଟା କି ସାମଗ୍ରିକ ମୂଲ୍ୟାୟନ ଆମେ କୁହନ୍ତି। ପାଠ୍ୟକ୍ରମ ଗୋଟେ କରିକୁଲମ ବା ଗୋଟେ ବର୍ଷ ଶେଷରେ ସଫଳତା ଜାଣିବା ପାଇଁ ଯୋଉ ମୂଲ୍ୟାୟନ ଟା କରାଯାଇଥାଏ ଆସେସମେଣ୍ଟ କରାଯାଇଥାଏ ତାକୁ ଆମେ ସମେଟିଭ ଆସେସମେଣ୍ଟ ବୋଲି କହିଥାନ୍ତି। ଧର ମୁଁ ପୁରା ବର୍ଷ ଯାକ ପଢିଲି ଏକ୍ଜାମ ଦେବି ପାସ୍ ହେବି କି ଫେଲ ହେବି ତ ସେଇ ଯୋଉ ଆସେସମେଣ୍ଟ ଟା ହୁଏ ଲାଷ୍ଟ ଅଫ ଦ କଣ ନା ଟର୍ମ ସେଟା ହିଁ ହଉଛି ଆମର କଣ ନା ହଉଛି ସମେଟିଭ ଆସେସମେଣ୍ଟ ପୁରା ସବୁ ସରିଲା ପରେ ଯୋଉ ଆସେସମେଣ୍ଟ ହୁଏ ତାକୁ ସମେଟିଭ ବୋଲି କହିଥାନ୍ତି। ତାପରେ କହିଛି ଆସେସମେଣ୍ଟ ଟେକ୍ନିକ୍ସ ହେଲା କଣ ସବୁ ଟେକ୍ନିକ୍ସ ଥିବ କୋଉ ଟେକ୍ନିକ ରେ ସବୁ ଆମେ ମୂଲ୍ୟାୟନ କରିବା ସବୁ ଟେକ୍ନିକ ସବୁ ଥିବେ ମୂଲ୍ୟାୟନ ର କୌଶଳ କଣ ସବୁ ଆଚ୍ଛା ଫଷ୍ଟ ଦେଇଛି ପୋର୍ଟଫୋଲିଓ। ପୋର୍ଟଫୋଲିଓ କଣ ନା ପୋର୍ଟଫୋଲିଓ ମାନେ ଦେଇଛି portfolios are an excellent way of balancing the assessment of both process and product as student can demonstrate their ideas self assessment and revision on projects। ତ କଣ କହିଲା ନା ପିଲାଟି ବର୍ଷ ସାରା କରିଥିବା ସମସ୍ତ କାମର ଏକ ସଂଗ୍ରହ ଏକଠା କରିଥାଏ। ଏଥିରୁ ପିଲାର କଣ ନା ଉନ୍ନତି କେତେ ଅବନତି ଏସବୁ ବିଷୟରେ ଆମେ କଣ କରିଥାନ୍ତି ନା ଜାଣି ପାରିଥାନ୍ତି। ଗୋଟେ ପୋର୍ଟଫୋଲିଓ କହିଲା ମାନେ ପିଲାଟି ବର୍ଷ ସାରା ଯାହା ଯାହା କାମ କରୁଛି ସବୁ ଗୋଟିଏ ଫର୍ମାଟରେ ରଖିକି ଯୋଉଟା କରାଯାଏ ଆଉ ସେଇଟା। ତାପରେ ଲେଖିଛି କି ସ୍କେଚ ବୁକ୍ସ ଆଣ୍ଡ ଭିଜୁଆଲ ଜର୍ନାଲସ ଏହା ମାନେ କଣ ନା this is a great way for students to reflect on current projects or collect image for future ones. For example, notes are thought can be written or drawn. Images can be student created, drawing, photography, or ready-made from magazines, newspapers, packages, etc. ତ କଣ କହୁଛି ପିଲାମାନେ ନିଜର ଯାହା ଯାହା ଭାବନା ବା ଚିନ୍ତାଧାରାକୁ କଣ କରିବେ ନା ଗୋଟେ ସ୍କେଚ ଗୋଟେ କିଛି ଆଙ୍କିବା ବା ଲେଖା ମାଧ୍ୟମରେ ଯାହା ପ୍ରକାଶ କରିଥିବେ ହେଲା ସେଟାକୁ ସ୍କେଚ ବୁକ୍ସ ବୋଲି ଆମେ କହୁଛନ୍ତି ବା ଭିଜୁଆଲ ଜର୍ନାଲ ଯାହା ଆମେ ଦେଖିପାରିବା ହେଲା ସେଟାକୁ ଲେଖିପାରିବେ ସେଟା ଷ୍ଟୁଡେଣ୍ଟ ମାନେ ନିଜେ ନିଜେ ତିଆରି ମଧ୍ୟ କରିପାରିବେ ଡ୍ରଇଂ କରିପାରିବେ ଫଟୋଗ୍ରାଫି କରିପାରିବେ ରେଡିମେଡ କିଛି ଗୋଟେ ମାଗାଜିନ ସବୁ ନେଇକି ବି କିଛି ଗୋଟେ ଇଏ କରିପାରିବେ ହେଲା ତ ଏଇଟା ହଉଛି କରିପାରିବେ ଯୋଉଟା କି ତମର ଆସେସମେଣ୍ଟ ଇଏରେ ସୁବିଧା ହବ। ତାପରେ ଷ୍ଟୁଡେଣ୍ଟ ଡେମନଷ୍ଟ୍ରେସନ କଣ ନା ଲେଖିଛି students acquisitions and or applications of skill and techniques can be assessed as they work on project or when asked to demonstrate for others। ତ କଣ କହୁଛି ସେ କହୁଛି କି ପିଲାଟି କଳା କାମଟିକୁ କିପରି କରୁଛି ବା ଆର୍ଟ ଟାକୁ କେମିତି କରୁଛି
ତାହା ଦେଖିକି ମୂଲ୍ୟାୟନ କରାଯାଏ। ଆମେ ଦେଖୁଛନ୍ତି ଷ୍ଟୁଡେଣ୍ଟ ଯେତେବେଳେ କାମଟାକୁ କରୁଛି ବା ଯେତେବେଳେ ଯୋଗାଡ଼ କରୁଛି କରିବା ପାଇଁ ଆମେ ତାକୁ ଡେମନଷ୍ଟ୍ରେଟ କରିପାରିବା ସେ ପିଲାଟି କେମିତି କରୁଛି, କେମିତି ଦେଖି ଦେଖିକି କରୁଛି ବା ନିଜ ମନରୁ କେମିତି କାଢିକି କରୁଛି, କେତେ ଗ୍ୟାପ ନଉଛି ସେଥିରେ, ସେ ସବୁ ଦେଖିକି ମଧ୍ୟ ଆମେ ଆସେସମେଣ୍ଟ କରିପାରିବା। ତାପରେ କହିଛି ଇଣ୍ଟିଗ୍ରେଟେଡ ମ୍ୟାମ୍ ପରଫମାନ୍ସ ଟିକେ ଫାଷ୍ଟଟା ଆଉ ଥରେ ବୁଝେଇ ଦିଅନ୍ତୁ, ଫାଷ୍ଟ ପଏଣ୍ଟଟା। ପୋର୍ଟଫୋଲିଓ। ଆଜ୍ଞା ମ୍ୟାମ୍। पोर्टफोलियो कହୁଛି कि portfolios are an excellent way of balancing the assessment of both processes and product, and students can demonstrate their ideas, self assessment and revision on projects. The portfolio ହଉଛି କଣ କହିଲୁ, ଧର ଗୋଟେ ଯେମିତି କାର୍ଡ ଆମକୁ କଣ କରନ୍ତି, ଗୋଟେ ସାର୍ଟିଫିକେଟ ଟା ଆମକୁ ମିଳେ, ସାର୍ଟିଫିକେଟ ରେ ଲେଖା ଥାଏ ତମେ ଏ ଗ୍ରେଡ ପାଇଛ ଏଥିରେ, ବି ଗ୍ରେଡ ପାଇଛ ଏଥିରେ, ସି ଗ୍ରେଡ ପାଇଛ ଏଥିରେ, ଯାହା ଯାହା ସବୁ ସାର୍ଟିଫିକେଟ ମିଳିଥାଏ। ତମେ ହେଲ୍ଥ ରେ ପାଇଛ ଏତିକି, କି ତମେ ହଉଛି ଡିସିପ୍ଲିନ ରେ ପାଇଛ ଏତିକି, ଏମିତି ଟାଇପ ର ସବୁ ଆସିଥାଏ। ତ ଆମେ ଯେତେବେଳେ ଗୋଟେ ପୋର୍ଟଫୋଲିଓ ତିଆରି କରନ୍ତି, ପୋର୍ଟଫୋଲିଓ ଗୋଟେ ହଉଛି କଣ କହିଲ, ଗୋଟେ ଆସେସମେଣ୍ଟ ର ମାନେ ପ୍ରୋସେସ ଟା ଗୋଟେ, ଯେମିତି ଆମର ବାୟୋଡାଟାରେ ସବୁ ଜିନିଷ ଥାଏ, ମୁଁ ଏଇଟା ପସନ୍ଦ କରେ, ମୁଁ ଏଇଟା ଏମିତି କରେ ସେମିତି କରେ, ଏମିତି ସବୁ ଲେଖା ହେଇଥାଏ। ସେଇଥିରେ କଣ ଥାଏ ନା, ସବୁ ଜିନିଷ ସେଠି ଲେଖା ହେଇଥିବ କି ମୋର ହଉଛି ମୁଁ ଏଇ ଟାଇପ ର ଏମିତି କରୁଛି। ସେ ପିଲାଟି ଧର ହଉଛି ଡ୍ରଇଂ କରିବା ପାଇଁ 3 ଥର ଦିଆ ହେଲାଣି, ସେ 2 ଥର ବହୁତ ବଢିଆ ସେ କରିଛି, ଆଉ ଥର ସେ ଭଲସେ କରିନାହିଁ। କିଛି ଗୋଟେ ତମମାନଙ୍କର ହଉଛି କଣ କହିଲ, ଗୋଟେ ସାର୍ଟିଫିକେଟ ଟାଇପ ର ଲେଖା ଥିବ, ଯୋଉଥିରେ କି ତମର ସବୁ ଜିନିଷ ମାନେ କଣ ସେଇଥିରେ ତମେ ହଉଛି କଣ ମେନସନ କରି କରି ଚାଲିଥିବ। ଆଉ ଯେତେବେଳେ ଆମେ କଣ କରିଥାନ୍ତି, ପିଲାଟି ବର୍ଷ ସାରା ଯାହା ବି କରୁଛି ସବୁ କାମ, ସମସ୍ତ କାମକୁ କଣ କରିଥାଏ ନା ସେଇ ଗୋଟେ ଇଏରେ ହିଁ ସଂଗ୍ରହ କରାଯାଏ। ଆଉ ସେଇଥିରେ ହିଁ ଆମେ ଜାଣିପାରନ୍ତି କି ହଁ ପିଲାଟି ଗୋଟେ ବର୍ଷ ଏଇ ଜିନିଷ କରିଛି, ଏଇ ଜିନିଷ ମାନେ କରିନାହିଁ, ତ ଆମେ କଣ କରିବା ନା ଏ ପିଲାଟିକୁ ଆଗକୁ ବଢିବାକୁ ନବା ନା ନବା ନାହିଁ। ଧର ମାସରେ ଆମର କଣ ହେଇଛି ନା, ମାସରେ 2-3ଟା ଆମର ଦିଆ ହେଇଛି କରିବା ପାଇଁ, ତାଙ୍କର ହଉଛି ଡ୍ରଇଂ। ସେ ଡ୍ରଇଂ ରେ ସେ କଣ କରୁଛି ନା 2 ଥର ଭଲ କରିଛି, ଆଉ ଥରେ ବହୁତ ଖରାପ କରୁଛି। ପ୍ରଥମେ ଖରାପ କରିଛି, ତାର 2 ଥର ଭଲ ଭଲ କରିଛି, ତାମାନେ ଆମେ ସେଇଠୁ ପୋର୍ଟଫୋଲିଓରୁ ଜାଣିଲେ ଯେ, ପୋର୍ଟଫୋଲିଓ ରିପୋର୍ଟ ରୁ ଜାଣିଲେ ଯେ ହଁ ଏ ପିଲାଟେ ଯଦି ମାନେ 2 ଥର ଖରାପ କରିଛି କି ଥରେ ଖରାପ କରିଛି 2 ଥର ଭଲ କରିଛି, ତା ମାନେ କଣ ତାର ଇମ୍ପ୍ରୁଭମେଣ୍ଟ ଅଛି, ସେ ଇମ୍ପ୍ରୁଭ କରୁଛି। ଗୋଟେ ପୋର୍ଟଫୋଲିଓ ରିପୋର୍ଟ ଥରେ ଆମେ ଦେଖିବା କି ନାଇଁ, ସେ ହଉଛି ଗୋଟେ ଥର ଠିକ କରୁଛି, ଗୋଟେ ଥର ଭୁଲ କରୁଛି, ଗୋଟେ ଥର ଠିକ କରୁଛି, ଆଉ ଥର ପୁରା ବେକାର କରୁଛି। ତାମାନେ ଆମେ କଣ କହୁଛନ୍ତି, କଣ ଭାବୁଛନ୍ତି, ନାଇଁ ତାର ହଉଛି ଲ୍ୟାକ ରହୁଛି କିଛି, ସେ ସେତିକି ଦେଇ ପାରୁନାହିଁ ଟାଇମ, କି କୌଣସି ପ୍ରକାର ଅନ୍ୟ ମନସ୍କ ସବୁବେଳେ ରହୁଛି, କିଛି ହଉଛି, ତ ସେଇଟା ତାର ପୋର୍ଟଫୋଲିଓ ହିଁ ବତାଇଥାଏ। ଯୋଉଟା କି ବର୍ଷ ସାରା ସେ ଯାହା ଯାହା କରିଥାଏ, ତା ସେଇ ଗୋଟେ ରିପୋର୍ଟ ରୁ ହିଁ ଆମେ ଦେଖିକି ଜାଣିପାରିବା ବା ଆସେସମେଣ୍ଟ କରିପାରିବା, ସେ ରିପୋର୍ଟକୁ ଦେଖିକି, ସେଇଟା ହିଁ ପୋର୍ଟଫୋଲିଓ ହେଲା। ଆଜ୍ଞା ମ୍ୟାମ୍। ବୁଝିଲା ତ? ତାପରେ ଆସିଲା ଆମର ଇଣ୍ଟିଗ୍ରେଟେଡ ପରଫର୍ମାନ୍ସେସ୍। ସେ କହୁଛି କି ଦିସ୍ ଫର୍ମ ଅଫ ଆସେସମେଣ୍ଟ କମ୍ବାଇନ୍ସ ନ୍ୟୁ ଲର୍ନିଂ ଅନ୍ ଏ ଟପିକ ଆଣ୍ଡ ଆସେସମେଣ୍ଟ ଇନଟୁ ୱାନ୍ କଣ ସାଇମultaneous ଏକ୍ସପିରିଏନ୍ସେସ୍। ତ କଣ କହୁଛି, ସେ କହିବା କଥା କି ନୂଆ ଶିଖିଥିବା ବିଷୟକୁ କାର୍ଯ୍ୟରେ କେମିତି ଆମେ ପ୍ରୟୋଗ କରିବା ଏକା ସହିତ, ହେଲା, ଏକା ସହିତ କେମିତି ଆମେ ନୂଆ ଶିଖିଛନ୍ତି କିଛି, ଏବେ ହଉଛି କିଛି ଗୋଟେ ପୂର୍ବରୁ କିଛି ଶିଖିଛନ୍ତି, ଏବେ ନୂଆ କିଛି ଶିଖିଲେ, ତାକୁ ଇଣ୍ଟିଗ୍ରେଟ କରିକି କେମିତି କଣ ଆମେ ପରଫର୍ମାନ୍ସ କରୁଛନ୍ତି। ତ ଆମେ କଣ କରିବା, ଯିଏ ଆସେସମେଣ୍ଟ କରୁଛି ପୂର୍ବରୁ ସେ ତାର ଦେଖିଛି କଣ କେମିତି ସେ କରେ, ଏବେ ଯାହା ଶିଖୁଛି ସେ ନୂଆ କିଛି ଶିଖିଛି କି ନାହିଁ, ସେଇଟାକୁ କେମିତି କାର୍ଯ୍ୟରେ ଲଗଉଛି। ଧର ଗୋଟେ ଟିଚରଟେ ଯେତେବେଳେ ଆସିଥିବ ଗୋଟେ ଷ୍ଟୁଡେଣ୍ଟ ଆର୍ଟ ଆର୍ଟ କ୍ଲାସେସ କୁ, ସେ ପ୍ରଥମେ କହିବେ କି ଗୋଟେ ଆପଲ ଟେ ବନେଇଲୁ, ସେ ଆପଲ ଟାକୁ କେମିତି ତେଢା ମେଢା କରିକି ବନେଇବ, ତାପରେ ଯେତେବେଳେ ତାକୁ ଶିଖାଯିବ କି ଆପଲ ଟାକୁ ଏମିତି ସେପ ରେ ବନାନ୍ତି, ତାପରେ ଏମିତି ଗୋଟେ ହଉଛି ତାର ଡେମ୍ଫଟେ ବନାନ୍ତି, ଏମିତି କରନ୍ତି, ତାକୁ ଶିଖାଗଲା, ଶିଖାଗଲା ପରେ କୁହାଯିବ ତ ଗୋଟେ ଆପଲ ଟେ ବନେଇଲୁ, ସେଠି ସାର୍ ଯିଏ ଥିବେ ସିଏ ତାକୁ ଆସେସ୍ କରିବେ କି ପୂର୍ବରୁ ସିଏ କଣ ଶିଖିଥିଲା, ନୂଆ ତା କଣ ଶିଖିଲା, ଶିଖିଲା ପରେ ସେଟାକୁ ଇମ୍ପ୍ଲିମେଣ୍ଟ କରୁଛି କି ନାହିଁ, ସେଇ ଜିନିଷଟାକୁ ଦେଖିବେ। ତ ଇଣ୍ଟିଗ୍ରେଟେଡ ପରଫର୍ମାନ୍ସ ପୂର୍ବ ପରର ସବୁ ଜିନିଷ ଦେଖିକି ହିଁ ଯୋଉଟା କି ଆସେସ୍ କରିବେ। ତାପରେ ଗଲା ଟେଷ୍ଟ। ଟେଷ୍ଟ କଣ ନା, a wide variety of tests can be used to assess students learning in the visual art, as they can be used to assess cognitive skills or metacognitive skills। ତ କଣ କହିଲା,
से कହୁଛି कि ପିଲାମାନଙ୍କର ନଲେଜ ତାଙ୍କର ଚିନ୍ତା ଶକ୍ତି ଏସବୁ ଦେଖିବା ପାଇଁ ତାକୁ ପରଖିବା ପାଇଁ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥାଏ ଆମର ଟେଷ୍ଟ ଦ୍ଵାରା ହେଲା। ବହୁତ ସାରା ଷ୍ଟୁଡେଣ୍ଟ ମାନଙ୍କର ଭିଜୁଆଲ ଆର୍ଟ ହେଇଗଲା ଏସବୁ ଦେଖିବା ପାଇଁ ମାନେ ଦେଖିବା ପାଇଁ ଦେ କ୍ୟାନ୍ ୟୁଜ ଟୁ ଆକ୍ସେସ କଗ୍ନିଟିଭ ସ୍କିଲ୍ସ ଆଉ ମେଟାକଗ୍ନିଟିଭ ସ୍କିଲ୍ସ ସବୁ ଜ୍ଞାନକୁ ଜ୍ଞାନ ଆଉ ଚିନ୍ତାକୁ ପରଖିବା ପାଇଁ ବହୁତ ସାରା ଟେଷ୍ଟ ମଧ୍ୟ ଏଥିରେ କରାଯାଏ। ତାପରେ ଆସିଲା ରାଇଟିଂସ। ରାଇଟିଂସ କହିଲେ Writings କହିଲେ କଣ ନା like test written form of assessment can be done in traditional manner or take a more imaginative form ହେଲା। imaginative form ତ କଣ କହୁଛି ନା ଆର୍ଟ ବିଷୟରେ କିଛି ଗୋଟେ ଲେଖିବା ପାଇଁ ଆମକୁ କୁହାଯାଏ ଆମେ ସେ ବିଷୟରେ ତାକୁ ଦେଖିକି ହିଁ ଜାଣିପାରନ୍ତି କି ହଁ ଏଇ ଆର୍ଟ ବିଷୟରେ କିଛି ଗୋଟେ ଜାଣିଛି କଣ କରୁଛେ ହେଲା। ଗୋଟେ ଟେଷ୍ଟ କରେଇବା କି ହଁ ତୁ ଗୋଟେ ଆସେସମେଣ୍ଟ କରଉଛନ୍ତି ବା ଟେଷ୍ଟ କରଉଛନ୍ତି ଗୋଟେ ରିଟନ୍ ଫର୍ମରେ। ରିଟନ୍ ଫର୍ମ ମାନେ ହଉଛି ଆଗରୁ କଣ କରୁଥିଲେ ହଁ ତୁ ଏଇଟା ପଢିଛୁ ତ ଲେଖିଦେଲୁ ଲେଖିଦେ ତୁ କଣ ଲେଖିଛୁ ପଢିଛୁ କଣ ଲେଖିଦେ ଆମେ ଏମିତି କୁହନ୍ତି। ତ ହଉଛି ତ ଆମେ ସେଥିରେ କଣ ଜାଣିପାରିବା ନା ସେ କଣ ନିଜେ ଭାବିକି କିଛି ଏକ୍ସଟ୍ରା ଜିନିଷ ସେ କରିପାରୁଛୁ କି ନାହିଁ ଯୋଉଟା କି ଆମେ ନର୍ଭସନେସ ରେ ପିଲାମାନେ ବହୁତ କିଛି କହିପାରନ୍ତିନି। ତ ସେଇ ଜିନିଷ ଆମେ ଆକ୍ସେସ କରିପାରିବା କି ସେ ସବୁ ଜିନିଷ କଣ କହିପାରୁଛି କି ନାହିଁ ଭାବି ପାରୁଛି କି ନାହିଁ କିଛି ଗୋଟେ ତ ସେଇ ଜିନିଷଟା ହଉଛି ଇମାଜିନେଟିଭ ଫର୍ମ ରେ ଆମେ ଦେଖିପାରିବା ଟ୍ରାଡିସନାଲ ମ୍ୟାନର ରେ ଦେଖିପାରିବା କିଛି ଗୋଟେ ରିଟନ୍ ଫର୍ମ ରେ ବି ଦେଖିପାରିବା। ତାପରେ କହିଲା ଗ୍ରୁପ ଡିସ୍କସନ୍ସ। ଗ୍ରୁପ ଡିସ୍କସନ ରେ କଣ କହୁଛି ନା ଗ୍ରୁପ ଡିସ୍କସନ ହଉଛି ଆମର Group discussion can be useful in assessing oral responses to work of art. ତ ଏଟା କହୁଛି କି କୌଣସି ଗୋଟେ କଳା ବା ଆର୍ଟ ପାଇଁ ଆର୍ଟ ଉପରେ ପିଲାମାନେ ପରସ୍ପର ମଧ୍ୟରେ କେମିତି କଥାବାର୍ତ୍ତା ହେବେ। ସିଏ ଗୋଟେ କଥା ପଚାରିବ ଇଏ ଜଣେ ଆନ୍ସର ଦବ ଇଏ ଗୋଟେ ଆନ୍ସର ଦେଲେ ଆଉ ଜଣେ ସେଟାକୁ ଶୁଣିବ ତାଙ୍କ ଭିତରେ ଯେତେ ଗ୍ରୁପ ଡିସ୍କସନ କରିବେ ସେଟା ମଧ୍ୟ ବହୁତ ହେଲ୍ପଫୁଲ ହବ ୟୁଜଫୁଲ ହବ ହେଲା। ତାପରେ କହିଛି କ୍ରିଟିକ୍ସ କଣ କହିଛି ସମୀକ୍ଷା ଯୋଉଟା କି ଆମେ କହନ୍ତି କ୍ରିଟିସିଜିମ୍ ଇଏରେ କ୍ରିଟିକ୍ସ କହିଛି କି ସମୀକ୍ଷା ନିଜ ସେ କହିବା କଥା ହଉଛି critics can be done by the student self critics by his or her peers or by the teacher in written or oral public or private forms। ତ କଣ ସେ କହିବା କଥା କି ଆମ ନିଜର କିମ୍ବା ଅନ୍ୟର ହେଲା ଅନ୍ୟ ପିଲାଙ୍କର ତାଙ୍କ ଆର୍ଟ କାମରେ କଣ ଭଲ ହେଇଛି କଣ ଅସୁବିଧା ହବ କି ଅସୁବିଧା କଣ ହେଇଛି ବା କିଛି ଅସୁବିଧା ଆସିପାରେ ସେ ବିଷୟରେ ଯୋଉଟା ଯିଏ ମତ ଦେଲେ ସେଟାକୁ ହିଁ ଆମେ କ୍ରିଟିକ୍ସ ବୋଲି କହୁଛନ୍ତି। ଏଇଟା ବି ଗୋଟେ ଆସେସମେଣ୍ଟ ର ଫର୍ମ ହେଇପାରେ ହେଲା। ତାପରେ କହିଛି ସେଲ୍ଫ ଆସେସମେଣ୍ଟ ଯୋଉଟା କି given the subjective nature of art making student must be given opportunity to reflect on their own work and assess whether or not it achieved the criteria of project and or their own personal goals। ତ କଣ ନା ପିଲାଟେ ନିଜ ନିଜ କାମକୁ କେମିତି କଣ ପରଖିବ ଯେ ଠିକ କରୁଛି ନା ଭୁଲ କରୁଛି ନା କିଛି ଖରାପ କରିଦେଲା କି କଣ ଏଇଟା ନିଜ ନିଜ ପର୍ସନାଲ ଗୋଲ କୁ ସେଟ କରୁଥିବା ପିଲା ସେ ଜାଣିପାରିବ କି ହଁ ମୁଁ ଏଇଟା ଭୁଲ କଲି କି ମୁଁ ଏଇଟା ଠିକ କଲି ବୋଲି। ତାପରେ କହିଛି କଣ କନଫରେନ୍ସ ଅର ଇଣ୍ଟରଭ୍ୟୁଜ। କନଫରେନ୍ସ ଅର ଇଣ୍ଟରଭ୍ୟୁରେ conference and interview କଣ ନା this can be conducted between student and teacher and may have expanded including peers and parents। ତ କହିବା କଥା କି ପିଅର ଆଉ ପ୍ୟାରେଣ୍ଟସ୍ ଭିତରେ ହେଲା ନା ସରି ଇନକ୍ଲୁଡିଂ ବିଟୱିନ୍ କଣ ଷ୍ଟୁଡେଣ୍ଟ ଆଣ୍ଡ ଟିଚର ଷ୍ଟୁଡେଣ୍ଟ ଟିଚରଙ୍କ ଭିତରେ ଆମର କଣ କିଛି ଗୋଟେ କନଫରେନ୍ସ ପାଇଁ ଇଣ୍ଟରଭ୍ୟୁ ଇଏରେ ଆମେ ଗୋଟେ କଥା ହେଇପାରିବା କଣ୍ଡକ୍ଟ କରାଯାଇ ପାରିବ କିଛି ଗୋଟେ ଡିସ୍କସନ ପାଇଁ ଏଟାକୁ ଏକ୍ସପେଣ୍ଡେଡ ବି କରିପାରିବା ଇନକ୍ଲୁଡିଂ କାହାକୁ ନା ପିୟର୍ସ ମାନଙ୍କୁ ବା ପ୍ୟାରେଣ୍ଟସ୍ ମାନଙ୍କୁ ଏମାନଙ୍କୁ ମଧ୍ୟ ଇନକ୍ଲୁଡ କରିକି କିଛି ଗୋଟେ ଆମେ ଇଣ୍ଟରଭ୍ୟୁ କନଫରେନ୍ସେସ ରେ ଆମେ କଥା ହେଇକି ଡିସ୍କସନ ମଧ୍ୟ କରିପାରିବା ବେଟର ହବା ପାଇଁ ଏଟା ମଧ୍ୟ ଆକ୍ସେସ କରିହବ। ତାପରେ ହଉଛି exhibitions and displays if exhibitions are desired by student parents or school administrators try to include a range of students work in every display and involve students those work is not displayed in other capacities in the exhibition curators ତାପରେ କହିଛି କି label writers to tour guide
କହିବା କଥା ହଉଛି ଯେ ଆମେ କିଛି ଗୋଟେ ଏକ୍ଜିବିସନ କରିବା, ଆମ ନିଜ କାମକୁ ଲୋକ ଲୋଚନକୁ ଆଣିବା, ଦର୍ଶାଇବା, ହେଲା, ଡିସପ୍ଲେ କରିବା। ତ ଏଇ ସବୁ ଜିନିଷକୁ ହିଁ ବୁଝଉଛି, ସେଗୁଡାକ ଦେଖିକି ମଧ୍ୟ ଲୋକମାନେ ମଧ୍ୟ ଦେଖିକି କହିପାରିବେ କି କେତେ ସୁନ୍ଦର ହେଇଛି କଣ ନାହିଁ, ହେଲା, ଏମିତି ବି କରିପାରିବା। ଏସବୁ ଯାକ ଆସେସମେଣ୍ଟ ର ଗୋଟେ ଗୋଟେ ପାର୍ଟ ଯାଉଛି। ଆସେସମେଣ୍ଟ ଟେକ୍ନିକ ସବୁ, ହେଲା, କୌଶଳ ସବୁ କଣ କଣ। ଓକେ। ତାପରେ ଆମର 8 number point. ଏଇଟା ଆଜ୍ଞା ହଉଛି କଣ କହିଲ, ଆମେ କିଛି ଗୋଟେ ଆମର ଭାବନା ଇଏଟାକୁ ରଖିବା। ଧର ଗୋଟେ ଦେଖିଛି, critics can be done by the student or self critic by his her peers or the teacher in written or oral public or private forms। ମାନେ ଧର ତମେ କିଛି ଗୋଟେ ଆର୍ଟ କରିଛ, ସେଟା ତମକୁ ମାନେ କାହାର ଗୋଟେ ମତ ଥିବ, ଏଇ ଆର୍ଟ ରେ କିଛି ଗୋଟେ ଏଇଟା ତ୍ରୁଟି ରହିଯାଇଛି। ତମେ ଧର କିଛି ଗୋଟେ ଆର୍ଟ ଟେ କରିଛ, ଜଣକୁ କିଛି ଗୋଟେ ତ୍ରୁଟି ଏଠି ରହିଯାଇଛି, ସେ କହିବ କି ଆରେ ଏଇଠି ଏଇ କଲର ଟା ଦିଆହବା କଥା, ତୁ ଏଇ କଲର ଟା ଦେଇଦେଇଛୁ, ତ ଏଇଟା ଟିକେ ତ୍ରୁଟି ରହିଛି। ତ ନିଜ ନିଜ କଥାକୁ ବା ତାଙ୍କ ଇଏକୁ ସେ ସମୀକ୍ଷା କରିପାରିବେ, କହିପାରିବେ। କୋଉମାନେ କହିପାରିବେ, ଯେମିତି କି ଲେଖିଛି କି କ୍ୟାନ୍ ବି ଡନ୍ ବାଇ ଦ ଷ୍ଟୁଡେଣ୍ଟସ୍। ତମର ହଉଛି ଷ୍ଟୁଡେଣ୍ଟ ମାନେ ମଧ୍ୟ କହିପାରିବେ, ମାନେ ହଉଛି ସେଲ୍ଫ କ୍ରିଟିକ୍ସ, ମାନେ ନିଜେ ନିଜକୁ ସମୀକ୍ଷା କରିବା, ମାନେ ନିଜ ନିଜକୁ ଭୁଲ କହିବା କି ହଁ ମୁଁ ଏଇଟା ଭୁଲ କରିଦେଇଥିଲି, ଏଇଟା ମତେ ଏମିତି କରିବାର ନଥିଲା, ମୁଁ ନିଜେ ନିଜକୁ କହୁଛି। ବାୟ ହିଜ ହର ପିୟର୍ସ, ତାର ନିଜର ପିୟର୍ସ, ଯୋଉ ସବୁ ସାଙ୍ଗସାଥି ମାନେ, ସେମାନେ ମଧ୍ୟ ଏଟାକୁ ସମୀକ୍ଷା କରିପାରିବେ। ଅର୍ ବାଇ ଦ ଟିଚର, ଗୋଟେ ଟିଚର ମଧ୍ୟ ଏହାକୁ ସମୀକ୍ଷା କରିପାରିବ। ଏଟା ରିଟେନ ଫର୍ମ ରେ ହଉ କି ଓରାଲ ଫର୍ମ ରେ ହଉ, କି ପବ୍ଲିକ ହଉ କିମ୍ବା ପ୍ରାଇଭେଟ ହଉ, ଏ ଫର୍ମ ରେ ଆମେ କଣ କରିବା, ଜଣେ ଜଣଙ୍କୁ ଆମର ନିଜର ମତକୁ ଆମେ ଦେଇପାରିବା କି ହଁ ଏଇଟା ଏମିତି ହବାର ଥିଲା, ତୁ ଏଇଟା କରୁଛୁ। ହୁଏତ ମୋ ନଜରରେ ଏଇଟା ଏମିତି ଲାଗୁଛି, ଆଉ କାହା ନଜରରେ ଏଇଟା ଠିକ ବି ଲାଗିପାରେ, କିନ୍ତୁ ଏଇଟା ସମସ୍ତଙ୍କର କହିବାର ସେମିତି ଇଏ ଅଛି। ସେଇଟା ହିଁ ହେଲା ଆସେସମେଣ୍ଟ। କିଏ କାହା ୱେରେ କାହାକୁ ଆସେସ କରୁଛି ଗୋଟେ ଆର୍ଟ କୁ, ହେଲା। ଆଜ୍ଞା, ଥ୍ୟାଙ୍କ ୟୁ ମ୍ୟାମ୍। ତାପରେ ଆସିଲା ୟୁନିଟ 4। ୟୁନିଟ 4 ରେ ତମର କେତେ ଜଣଙ୍କ ବିଷୟରେ ଦେଇଛି, ଯେମିତି କି ଆମର ରବୀନ୍ଦ୍ରନାଥ ଟାଗୋର ହେଇଗଲେ, ତାଙ୍କ ବିଷୟରେ ଆମର କିଛିଟା ଜିନିଷ ଅଛି। ଆଉ ଏଇ ଭିତରୁ କ୍ୱେଶ୍ଚନ ମଷ୍ଟ ଆସିବ, ଯାହା ବିଷୟରେ ହଉ ଗୋଟେ କ୍ୱେଶ୍ଚନ ତ ନିହାତି ଆସିବ, ହେଲା। ରବୀନ୍ଦ୍ରନାଥ ଟାଗୋର ହେଇଗଲେ, ଆହୁରି ବହୁତ ଜଣଙ୍କ ବିଷୟରେ ଅଛି। ଆନନ୍ଦ କେନ୍ତି କୁମାର ସ୍ୱାମୀ, ତାଙ୍କ ବିଷୟରେ ବି ଅଛି ଏଥିରେ, ହେଲା। ଦେଖିବା ଗୋଟେ ଗୋଟେ କରିକି ଆଉ। Rabindranath Tagore, 1861 to 1941. Rabindranath Tagore was a Bengali poet of Indian born in the city of Kolkata। ତ ରବୀନ୍ଦ୍ରନାଥ ଠାକୁର ଆମର କଣ ନା ଜଣେ ବେଙ୍ଗଲୀ ପୋଏଟ ଥିଲେ, ଆଉ ତାଙ୍କର ଜନ୍ମ ହୋଇଥିଲା କୋଲକାତାରେ। ସେ ଭାରତର ଜଣେ ପ୍ରସିଦ୍ଧ କବି ମଧ୍ୟ ଥିଲେ। ହି ୱାଜ ଅଲସୋ ଏ ଫିଲୋସଫର ଆଣ୍ଡ ଆନ୍ ଆର୍ଟିଷ୍ଟ। ତ କଣ, ସେ କେବଳ କବି ନୁହନ୍ତି, ଜଣେ ଫିଲୋସଫର, ଯୋଉଟା କି ତତ୍ତ୍ୱ ଚିନ୍ତକ ବୋଲି କୁହାଯାଏ ଆମକୁ, ଯୋଉ ଦାର୍ଶନିକ ଯୋଉ କୁହନ୍ତି। ଗୋଟେ ଫିଲୋସଫର ଥିଲେ, ଗୋଟେ ଆର୍ଟିଷ୍ଟ ମଧ୍ୟ ଥିଲେ, ହେଲା। ତାପରେ କହିଛି ହି ରୋଟ୍ ମେନି ଷ୍ଟୋରିଜ, ନଭେଲ୍ସ, ପୋଏମ୍ ଆଣ୍ଡ ଡ୍ରାମାସ୍ as well as composing music and many songs। ତ କଣ, ହି ରୋଟ୍ many stories। ଆଚ୍ଛା, କଣ ନା ସେ ବହୁତ ସାରା ଷ୍ଟୋରି ଲେଖିଥିଲେ, ନଭେଲ ଲେଖିଥିଲେ, ପୋଏମ ଲେଖିଥିଲେ, ଡ୍ରାମା ଲେଖିଛନ୍ତି, ବହୁତ ସାରା ଗୀତ ମଧ୍ୟ ଲେଖିଛନ୍ତି, ହେଲା। ଆଉ ଏଇ ସବୁ ଷ୍ଟୋରି ନଭେଲ ବହୁତ ସାରା କଣ ନା ପପୁଲାର ମଧ୍ୟ ଏଟା ହେଇଛି, ବହୁତ ଆମର ପପୁଲାର ହେଇଛି, ଲୋକଲୋଚନକୁ ମଧ୍ୟ ଆସିଛି ବହୁତ। ତାପରେ କହିଛି he wrote his first poem when he was only 8 years old। ଏ ସବୁ ଯାକ ଯେତେବେଳେ ତାଙ୍କ ବିଷୟରେ ଲେଖିବନି ନା, ଯେତେବେଳେ ପଚାରିଥିବ ରବୀନ୍ଦ୍ରନାଥ ଟାଗୋରଙ୍କ ବିଷୟରେ ଲେଖିବା ପାଇଁ, ଏମିତି ପଏଣ୍ଟ ପଏଣ୍ଟ ସବୁ ଦେଇକି ଲେଖିବ। ପଏଣ୍ଟ ଦେଇକି ଲେଖିଲେ କଣ ହୁଏ ନା, ଟିକେ ମାର୍କିଂ ଭଲ ଆସେ, ହେଲା। He wrote many stories, novels, poems, and dramas, as well as composing music and many songs। ଏଟା ତ ପଢିଲେ। ତାପରେ କହିଛି he wrote his first poem when he was only 8 years old।
ଟାଗୋର ତାଙ୍କର ପ୍ରଥମ କବିତା ଲେଖିବା ବେଳେ ସେ କେତେ ବର୍ଷର ହେଇଥିଲେ? ନା ମାତ୍ର 8 ବର୍ଷର ହେଇଥିଲେ। ହେଲା, ମାନେ ଆମେ କହିପାରିବା କି ବହୁତ କମ ବୟସରୁ ସେ ରାଇଟିଂ ରେ ଇନଭଲ୍ଭ ଥିଲେ। ହେଲା, ଏମିତି ଆମେ କହିପାରିବା। ତାହେଲେ 5 ନମ୍ବର ପଏଣ୍ଟ ପୁଣି କଣ ଦେଲା? ନା he published his first large poetry collection in 1877। ସେ ତାଙ୍କର ପ୍ରଥମ ବଡ କବିତା ସଂଗ୍ରହ କରିଥିଲେ କେବେ? ନା 1877 ରେ। ହେଲା, ତାପରେ କହିଛି କି he wrote his first short story and dramas when he was only 16 years of age। ସେ ତାଙ୍କର ପ୍ରଥମ ସର୍ଟ ଷ୍ଟୋରି ବା ଡ୍ରାମା ଲେଖିଥିଲେ ଯେତେବେଳେ କି ସେ 16 ବର୍ଷର ବୟସରେ ଥିଲେ। ତାପରେ କହିଛି Tagore's major works included Gitanjali, Gora and Ghare Baire and many others literary and art works। ତ ଟାଗୋରଙ୍କର ପ୍ରମୁଖ କାମରେ ଗୀତାଞ୍ଜଳି ହେଇଗଲା, ଗୋରା ହେଇଗଲା, ଘରେ ବାଇରେ, ଏସବୁ ଆମର ଗଣା ଯାଇଥାଏ। ମାନେ ସେ ବହୁତ କିଛି ଲେଖିଛନ୍ତି ନା, ବହୁତ କିଛି ଲେଖା ଭିତରେ ଏଇ ସବୁ ଲୋକଲୋଚନକୁ ବହୁତ ଆସିଛି, ବହୁତ ପ୍ରଶଂସା ପାଇଛନ୍ତି ଏଥିପାଇଁ। ତ ଏସବୁ ଛାଡି ଅନେକ ଲିଟରାରୀ ଆଣ୍ଡ କଣ ନା ଆର୍ଟ ୱାର୍କ ସେ କରିଛନ୍ତି, ଯାହା ଆଜି ମଧ୍ୟ ଆମର ଲୋକଙ୍କୁ ବହୁତ ଇନ୍ସପାୟାର ମଧ୍ୟ କରେ। ହେଲା, ତାପରେ କଣ କହିଛନ୍ତି 8 ନମ୍ବର ପଏଣ୍ଟରେ? He was also a cultural reformer and modernized Bangla art by rejecting the rigidity of form art style। ତ କଣ କହିଛି? ସେ ଜଣେ କଲଚରାଲ ରିଫର୍ମର, ଯୋଉଟା କି କଣ କହିବା ତାଙ୍କୁ? ରିଫର୍ମର କହିଲେ ସାଂସ୍କୃତିକ ସୁଧାରକ ଯୋଉଟା କୁହନ୍ତି। ହେଲା, ରିଫର୍ମର ଯୋଉମାନେ ତାଙ୍କୁ ସେ ମଧ୍ୟ ଥିଲେ କଲଚରାଲ ରିଫର୍ମର ମଧ୍ୟ ଥିଲେ। ସେ ପୁରୁଣା ନିୟମ ଆଉ ଶୈଳୀର ଜୀବନକୁ ସବୁବେଳେ କଣ ନା ତ୍ୟାଗ କରିକି ନୂତନ ଭାବରେ କଣ ନା ବାଂଲା ଆର୍ଟକୁ, ମାନେ ବେଙ୍ଗଲର ଆର୍ଟକୁ ମଡର୍ଣ୍ଣାଇଜ କରୁଥିଲେ। ହେଲା, ନୂତନ ଭାବରେ ସେ ହଉଛି କଣ କରୁଥିଲେ? ମଡର୍ଣ୍ଣାଇଜ କରିକି ରିପ୍ରେଜେଣ୍ଟ କରଉଥିଲେ। ତାପରେ କହିଛି କି his writings greatly influenced Bengali culture during the late 19th century and early 20th century। ତ କଣ କହିଛି? ନା ଟାଗୋରଙ୍କର ଲେଖା ସମୂହ ଯୋଉ ସବୁ ଥିଲା, ଯେତେକ ଲେଖା ଥିଲା, ତାହା 19th ସେଞ୍ଚୁରୀର ଶେଷ ଆଉ 20th ସେଞ୍ଚୁରୀ ଆରମ୍ଭରେ ଗୋଟେ ବଡ ପରିବର୍ତ୍ତନ ଆଣିଥିଲା। ହେଲା, ବହୁତ ବଡ ପରିବର୍ତ୍ତନ ଗୋଟେ ଆଣିଥିଲା। ବେଙ୍ଗଲୀ କଲଚରରେ ଆମେ କହିପାରିବା କି ତାଙ୍କର ଲେଖା ଗୋଟିଏ ବଡ ରିଭଲ୍ୟୁସନ ଆଣିବାରେ ସାହାଯ୍ୟ ମଧ୍ୟ କରିଛି। ବହୁତ ବଡ ରିଭଲ୍ୟୁସନ ଆଣିବାରେ ସାହାଯ୍ୟ କରିଛି, କାହିଁକିନା ଆଗରୁ କେହି ବି ନ୍ୟୁଜ ଏସବୁରେ ବେଶୀ ପ୍ରଚାର ନଥିଲା। ଆଗରୁ ଲେଖା ସମସ୍ତେ ପଢୁଥିଲେ, ନ୍ୟୁଜ ପେପର ପଢୁଥିଲେ, ସେ ସବୁ ପଢିକି ହିଁ ସେମାନେ ସବୁ ଜାଗୃତ ହଉଥିଲେ। ତ ତାଙ୍କ ଲେଖାରେ ମଧ୍ୟ ବହୁତ ରିଭଲ୍ୟୁସନ, ଗୋଟେ ବଡ ରିଭଲ୍ୟୁସନ ଆଣିଥିଲା। କାହାର? ଟାଗୋରଙ୍କର। ହେଲା, ତ ଲାଷ୍ଟ ପଏଣ୍ଟ କହିଲା କି in 1913 he won the Nobel Prize in Literature, the first Asian to win this prize। ତାଙ୍କ 1913 ମସିହାରେ ସେ ନୋବେଲ ପ୍ରାଇଜ ରେ ଲିଟରେଚର ଜିତିଥିଲେ, ଆଉ ଏହି ପ୍ରାଇଜ ପାଇଥିବା ସେ ପ୍ରଥମ ଏସିଆନ ଜଣକ ଥିଲେ। ହେଲା, ପ୍ରଥମ ଏସିଆନ ଜଣକ ଥିଲେ କିଏ? ସେ ରବୀନ୍ଦ୍ରନାଥ ଟାଗୋର, ଯିଏକି ଆମର ନୋବେଲ ପ୍ରାଇଜ ପାଇଛନ୍ତି ଲିଟରେଚର ଇଏ ପାଇଁ। ଏତିକି କାହିଁ ବୁଝିପାରିଲ? ଆଉ ଏଇଟା ପଢିବ ନିଶ୍ଚିନ୍ତ ଭାବରେ, ଏମିତି ପଏଣ୍ଟ କରିକି ଦେଖିବ ସବୁ। କୋଟେସନ ସବୁ କଣ ଦେଇଛନ୍ତି? ହେଲା, କୋଟେସ କଣ କହିଛନ୍ତି? ଏଇଗୁଡାକ ଏଗୁଡାକ ଲେଖିବାର ଅଛି ତମକୁ, ଏଇଗୁଡାକ ହିଁ ମାର୍କ କ୍ୟାଚ୍ କର। ହେଲା, କହିଛି ଫର୍ଷ୍ଟ I slept and dream I slept and dreamed that life was joy। I awoke and saw that life was service। I acted and behold service was joy। ତ କଣ ସେ କହୁଛନ୍ତି? ନା ମୁଁ ଶୋଇପଡି ସ୍ୱପ୍ନ ଦେଖିଲି କଣ? ନା ଜୀବନ ହଉଛି ଆନନ୍ଦ। ମୁଁ ଉଠିଲି ଓ ଦେଖିଲି ଜୀବନ କଣ? ନା ଜୀବନ ହେଉଛି ସେବା। ହେଲା, ଜୀବନ ହଉଛି ସର୍ଭିସ, ଯୋଉଟା କି ସେବା। ମୁଁ କାମ କଲି ଓ ଦେଖିଲି ସେଇ ସେବା ହେଉଛି ସତ୍ୟ ଆଉ ଆନନ୍ଦ। ବୁଝିପାରିଲ? ସେ କହିବା କଥା, ମୁଁ ଯେତେବେଳେ ଶୋଇପଡିକି ଯେତେବେଳେ ମୁଁ ସ୍ୱପ୍ନ ଦେଖୁଛି, ଜୀବନ ଲାଗୁଛି କି ହଁ ଜୀବନ ବହୁତ ଆନନ୍ଦ, ବହୁତ ଖୁସି, ବହୁତ ଜୟ। ହେଲା, ଜୀବନକୁ ପୁରା ଆନନ୍ଦ ମୁଁ ଭାବୁଛି। ମୁଁ ଯେତେବେଳେ ଉଠିଲି ଆଉ ଦେଖିଲି ଜୀବନ କଣ? ନା ଜୀବନ ହଉଛି ଖାଲି ଆନନ୍ଦ ନୁହେଁ, ଜୀବନରେ ସର୍ଭିସ କରିବା ପାଇଁ ପଡିବ। ଜୀବନ ହଉଛି ସେବା। ତାପରେ ମୁଁ କଣ କଲି? ମୁଁ କାମ କଲି।
କାମ କଲା ପରେ ମୁଁ କଣ ଦେଖିଲି, ସେଇ ସେବା ହିଁ ହେଉଛି ସତ୍ୟ, ଆଉ ସେଇ ସତ୍ୟରୁ ହିଁ ଆମକୁ ଆନନ୍ଦ ପ୍ରାପ୍ତି ହେଉଛି। ଆମେ ଯଦି ଖାଲି ଶୋଇପଡିବା ସେଟା କେବେ ବି ଆମକୁ ଆନନ୍ଦ ଦବ ନାହିଁ। ଯଦି ଆମେ କାମ କରିବା ତାପରେ ଦେଖିବା କି ହଁ ସେଇ ସେବାଟା ହିଁ ଆମକୁ ଆନନ୍ଦ ଦଉଛି ପ୍ରକୃତରେ ସତ୍ୟ। ହେଲା, ତ ଆମେ ଭାବୁଥାଉ କି ଜୀବନ କେବଳ କଣ ନା ଆନନ୍ଦ ପାଇଁ, କିନ୍ତୁ ଯେତେବେଳେ ଆମେ ଅନ୍ୟ ପାଇଁ କିଛି ଗୋଟେ କରିଥାଉ ସେଠାରୁ ମିଳିଥିବା ଆନନ୍ଦ ଆଉ ତାର ସତ୍ୟ ଗଭୀର ହିଁ ଆନନ୍ଦ ଦେଇଥାଏ। ହେଲା, ଏଇଟା ହିଁ ଆମେ ଏଥିରେ ବୁଝୁଛନ୍ତି। ତାପରେ କହିଛି faith is the word that fills the light when the drown it still dark। ତ କଣ faith, faith କହିଲା ମାନେ କଣ ଶ୍ରଦ୍ଧା। ହେଲା, ତ ଶ୍ରଦ୍ଧା ହେଉଛି କଣ ସେଇ ଗୋଟିଏ ପକ୍ଷୀ ଯିଏ ଅନ୍ଧାର ଭିତରେ ମଧ୍ୟ ପ୍ରଭାତରେ ଆଲୋକକୁ ଅନୁଭବ କରିପାରେ। ହେଲା, faith ହଉଛି ଗୋଟେ ଏମିତିକା ପକ୍ଷୀ ଯୋଉଟା କି ଅନ୍ଧାର ଭିତରେ ମଧ୍ୟ ପ୍ରଭାତର ଆଲୋକକୁ ଅନୁଭବ କରିପାରେ। କଣ ନା ହଉଛି ଏମିତି ଗୋଟେ ଫେଥ ଗୋଟେ ଏମିତିକା ଜିନିଷ ଯାହା ଆସନ୍ତା ଆଶାକୁ ଅନ୍ଧାର ବେଳେ ବି ଦେଖିବାରେ ସାହାଯ୍ୟ କରେ। ଆଗକୁ କଣ ଆସୁଛି, ଆଗକୁ କେମିତି ହବ ସେଟା ଆମେ କଣ ଜାଣିଛନ୍ତି କି? ସେଟା ତ ଭୂତ ନା, ଯାହା ଅଛି ଭବିଷ୍ୟତରେ ସେଟା ତ ଭୂତ ବୋଲି ଆମେ କୁହନ୍ତି, କାରଣ ଆମେ ଜାଣିଛନ୍ତି। କିନ୍ତୁ ତଥାପି ଏମିତିକା ଗୋଟେ ଜିନିଷ, ଫେଥ ଗୋଟେ ଏମିତିକା ଜିନିଷ ଯୋଉଟା କି ଆସନ୍ତା ଅନ୍ଧାରକୁ ବି ଦେଖିବାରେ ସାହାଯ୍ୟ ଆମକୁ କରିଥାଏ ବା ଆଲୋକ ଦେଇଥାଏ। ଆମେ ଯେତେବେଳେ କଷ୍ଟରେ ଥାଉ ଆମକୁ କଣ ନା ହଉଛି ଫେଥ ଆମକୁ ଆଶା ଦେଇଥାଏ, ସାହସ ଦେଇଥାଏ। ଓକେ, ଏ କଥା କହିଛନ୍ତି। ତାପରେ କହିଛନ୍ତି କି clouds come floating into my life no longer to carry rain or usher storm but to add color to my sunset sky। କଣ ନା ମେଘ ମାନେ ମୋ ଜୀବନରେ ଆସନ୍ତି। ହେଲା, କ୍ଲାଉଡ କମ୍ ଫ୍ଲୋଟିଂ ଇନଟୁ ମାଇ ଲାଇଫ, ଏବେ ଆଉ ବର୍ଷା କିମ୍ବା ଝଡ଼ ଆଣିବା ପାଇଁ ନୁହେଁ, no longer to carry rain or usher storms, ବରଂ ମୋ ସନ୍ଧ୍ୟାକାଳୀନ ଆକାଶରୁ ରଙ୍ଗ ଦେବା ପାଇଁ, but to add color to my sunset। ତ ଏମାନେ କଣ, ଏମାନେ ହଉଛି ଆମ ଜୀବନରେ ଯେଉଁ ଘଟଣା ମାନେ ଆଗରୁ କଣ ନା ବେପରୁଆ ଲାଗୁଥିଲା, ହେଲା ବେପରୁଆ ଲାଗୁଥିଲା ବା ଯଥେଷ୍ଟ ଚିନ୍ତା ଦେଇଥିଲା, ସେଗୁଡିକ ଏବେ ଆମ ଜୀବନକୁ କଣ କରୁଛି ନା ଅନ୍ୟ ଦୃଷ୍ଟିକୋଣରୁ ସୁନ୍ଦର ଅନୁଭୂତ କରିଦଉଛି। ଆମେ ଭାବୁଥିଲେ ଆଗରୁ କଣ ନା ଏଇ ସବୁ ଜିନିଷ ଘଟିଛି, ବହୁତ ଦୁଃଖ ଭାବୁଥିଲେ, କଷ୍ଟ ଭାବୁଥିଲେ, ଚିନ୍ତା ନଉଥିଲେ କି ହେ ଏମିତି ଆମ ସହିତ ହେଲା ବୋଲି। କିନ୍ତୁ ସେଇ ଦେଖ ସେଇ ଜିନିଷ ଗୁଡାକ ଆମ ଜୀବନକୁ ନା ଅଲଗା ଦୃଷ୍ଟିରେ ଯଦି ଆମେ ଦେଖିବା, ତାହେଲେ ଆଗ ପରେ ଯଦି ଆମେ ଭାବିବା ତାହେଲେ ସେଟା ବହୁତ ସୁନ୍ଦର ଲାଗେ ଆଉ ବହୁତ ଭଲ ଅନୁଭୂତି ଗୋଟେ ଆମକୁ ଦେଇଥାଏ। ହେଲା, ଏମାନେ ହଉଛି ଏଇଟା କ୍ଲାଉଡ କମ୍ ଫ୍ଲୋଟିଂ ଇନଟୁ ମାଇ ଲାଇଫ no longer to carry rain or usher storm but to add color to my sunset sky। ହେଲା, ଏସବୁ ଜିନିଷ ସେ କହିଛନ୍ତି। ତାପରେ କଣ କହିଛନ୍ତି ଦେଖିବା ମ୍ୟୁଜିକ ଆଣ୍ଡ ଆର୍ଟ କଥା। ମ୍ୟୁଜିକ ଆଣ୍ଡ ଆର୍ଟରେ କଣ କହୁଛନ୍ତି ନା ଟାଗୋର was also an excellent musician and painter। He wrote around 2230 songs। People call these songs as ରବୀନ୍ଦ୍ର ସଙ୍ଗୀତ। ତ ଟାଗୋର ଜଣେ ଉତ୍ତମ ମ୍ୟୁଜିସିଆନ ଥିଲେ, ହେଲା ସଙ୍ଗୀତଜ୍ଞ ବୋଲି ଆମେ କହିପାରିବା। ଏ ପେଣ୍ଟର ଥିଲେ, ଗୋଟେ ପେଣ୍ଟର ଯୋଉଟା କି ଚିତ୍ରକାର ମଧ୍ୟ ଥିଲେ। ହେଲା, ସେ ପ୍ରାୟ 2230ଟି ଗୀତ ରଚନା ମଧ୍ୟ କରିଛନ୍ତି। କି ସେଟା ତ ଏହି ସମସ୍ତ ଗୀତ, ଯେତିକି ଗୀତ ସେ ଲେଖିଛନ୍ତି ବା ରଚନା କରିଛନ୍ତି, ସବୁ ଗୀତକୁ ଆମେ କଣ କୁହନ୍ତି ନା ରବୀନ୍ଦ୍ର ସଙ୍ଗୀତ ବୋଲି କହିଥାନ୍ତି, ରବୀନ୍ଦ୍ର ସଙ୍ଗୀତ। ହେଲା, ତାପରେ କଣ କହିଛନ୍ତି translated into English language ରବୀନ୍ଦ୍ର ସଙ୍ଗୀତ would mean Tagore songs। ତ ରବୀନ୍ଦ୍ର ସଙ୍ଗୀତର ଇଂଲିଶ ମିନିଂ ହଉଛି କଣ ନା ଟାଗୋର ସଙ୍ଗ, ଅର୍ଥାତ ଟାଗୋରଙ୍କ ଦ୍ଵାରା ଲେଖା ଯାଇଥିବା ଗୀତ। ତାପରେ ହଉଛି the songs are now a part of present day culture of Bengali people। His many poem and songs are part of his novel and stories। ତ କଣ କହିଛନ୍ତି ନା ଏଇ ଗୀତ ମାନେ ଆଜି ଆମର କଣ ନା ବଙ୍ଗାଳୀ ଲୋକଙ୍କର କଲଚର, ହେଲା ତାଙ୍କର ସଂସ୍କୃତି ଗୋଟେ ଅତୁଟ ଅଂଶ ହୋଇଯାଇଛି ବଙ୍ଗାଳୀ ଲୋକମାନଙ୍କର। ତ ଟାଗୋରଙ୍କର ଅନେକ ପୋଏମ, ବହୁତ ସାରା ପୋଏମ ଅଛି, ସଙ୍ଗସ୍ ଅଛି, ତାଙ୍କର ନୋଭେଲସ ଷ୍ଟୋରିଜ ମଧ୍ୟରେ ଲେଖା ହୋଇକି ରହିଅଛି। ହେଲା, ଟାଗୋରଙ୍କର। ତାପରେ ଆସିଲା ଆମର ପେଣ୍ଟିଂ। ପେଣ୍ଟିଂରେ କଣ କହିଛି ନା at 60 Tagore took up drawing and painting। Successful exhibitions of his many works
ତ କଣ ନା ଟାଗୋର ତାଙ୍କର 60 ବା 60 ବର୍ଷ ବୟସରେ ଡ୍ରଇଂ ପେଣ୍ଟିଂ ଆରମ୍ଭ କରିଥିଲେ। ମାନେ ଭାବ ସେ ତାଙ୍କ 60 ବର୍ଷ ତଳେ ହେଇଥିଲା ସେ ଡ୍ରଇଂ ପେଣ୍ଟିଂ ଆରମ୍ଭ କଲେ। ତ ତାଙ୍କର ଅନେକ କାମ ଉପରେ ଏକ୍ଜିବିସନ ସବୁ ହୋଇଥିଲା, ସେଗୁଡିକ ସକ୍ସେସଫୁଲ ମଧ୍ୟ ହେଇଥିଲା। ଏକ୍ଜିବିସନ ମାନେ ଦେଖା ହେଇଥିଲା ହେଲା, ପ୍ରଦର୍ଶନ କରାହେଇଥିଲା, ପ୍ରଦର୍ଶନ କରାଯାଇଥିଲା, ସେଟା ସକ୍ସେସ ମଧ୍ୟ ହେଇଥିଲା। He was likely red green color blind, resulting in work that exhibited strange color schemes and offbeat aesthetics. ତ ଟାଗୋର ରେଡ ଗ୍ରୀନ କଲର ର ବ୍ଲାଇଣ୍ଡ ଥିବା ଜଣା ଯାଇଥାଏ ହେଲା, ରେଡ ଗ୍ରୀନ କଲର ତାଙ୍କୁ ଦେଖାଯାଏ। ତ ଏହି କାରଣରୁ ତାଙ୍କର କଣ ନା ଚିତ୍ର ଗୁଡିକ ସବୁବେଳେ କଲର କମ୍ବିନେସନ ମାନେ ଅପଟ ସେପଟ ଲାଗିଥାଏ, ଅଫ୍ ଲାଗୁଥିଲା, ଯାହାର ଅନ୍ୟ ଧରଣର ଗୋଟେ ଏସ୍ଥେଟିକ ବା ସୌନ୍ଦର୍ଯ୍ୟ ବୋଧ କରଉଥିଲା। ସେ ଯେହେତୁ ବ୍ଲାଇଣ୍ଡ ଥିଲେ, ରେଡ ଗ୍ରୀନ କଲର ବ୍ଲାଇଣ୍ଡ ଥିଲେ ଜଣା ଯାଏ, କାହିଁକି ନା ସେ ତାଙ୍କ କଲର କମ୍ବିନେସନ ସବୁ କଣ ମାନେ ଅଫ୍ ସବୁବେଳେ ଲାଗେ, ଅଫ୍ ସବୁ ଲାଗେ, ଆଉ ସେଥିପାଇଁ ହିଁ ସେଟା ଗୋଟେ ୟୁନିକ୍ ଲାଗେ, ଆଉ ସେଇଥିରୁ ହିଁ ଆମର ଏସ୍ଥେଟିକ ପାଇଥାନ୍ତି, ବହୁତ ସୁନ୍ଦର ପାଇଥାନ୍ତେ, ସୌନ୍ଦର୍ଯ୍ୟ ଟା ମନମୁଗ୍ଧକର ଲାଗିଥାଏ ବା ଦେଖିଥାନ୍ତେ ହେଲା। ତାର ହଉଛି ଥିଏଟର। ଥିଏଟର କଣ କହିଛି? ଥିଏଟର କହିଲା ମାନେ ନାଟକ, ଯୋଉଟା କି ଲେଖିଛି when he was only a boy of 16 years, he had performed in a drama organized by his brother Jyotirnath Tagore. ଯେତେବେଳେ ଟାଗୋର ଆମର କେତେ ବର୍ଷର ହେଇଥିଲେ ନା 16 ବର୍ଷ ବୟସରେ ଥିଲେ, ସେ ତାଙ୍କ ଭାଇ ଜ୍ୟୋତିନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ଆୟୋଜିତ ଗୋଟେ ନାଟକରେ ଅଭିନୟ କରିଥିଲେ ହେଲା। When Tagore was 20 years old, he wrote a drama named ବାଲ୍ମୀକି ପ୍ରତିଭା। ତ ଠାକୁର ଯେତେବେଳେ ଆମର 20 ବର୍ଷ ବୟସରେ ହେଲେ, ତ ବାଲ୍ମୀକି ପ୍ରତିଭା ନାମକ ଗୋଟେ କଣ ନା ନାଟକ ଲେଖୁଥିଲେ ହେଲା, ଗୋଟେ ନାଟକଟେ ଲେଖୁଥିଲେ। ତାପରେ କହିଛି another notable play by him is ଢାକା ଘର and in 1890 he wrote ବିସର୍ଜନ। ତ ଟାଗୋରଙ୍କର ଅନ୍ୟ ଗୋଟେ ପ୍ରସିଦ୍ଧ ନାଟକ ହଉଛି କଣ ଡାକଘର, ଆଉ ହେଲା 1890 ମସିହାରେ ସେ ବିସର୍ଜନ ନାମକ ଗୋଟେ ନାଟକ ମଧ୍ୟ ଲେଖିଛନ୍ତି ହେଲା। ତାପରେ ଆସିଲା ଆମର ପୋଏଟ୍ରି। ତାଙ୍କର ପୋଏଟ୍ରି କଣ ଲେଖିଛି? Tagore's poetry is very varied and cover many style. Many of his poem have a lyrical quality. ଟାଗୋରଙ୍କର କବିତା ବହୁତ ପ୍ରକାର ଶୈଳୀରେ ଲେଖା ଯାଇଅଛି, ବହୁତ ଅନେକ କବିତା ଲିରିକାଲ କ୍ୱାଲିଟି ତାର ଥାଏ, ଅର୍ଥାତ୍ ସେଗୁଡିକ ଗୀତ ଭଳି ଆମକୁ ଲାଗିଥାଏ, ତାଙ୍କର ଯେତେକ ସବୁ କବିତା ସବୁ ଲେଖା ହେଇଛି। ତାପରେ କହିଛନ୍ତି over the next 70 years he repeatedly revised his style of writing poetry. ତ କଣ ୟା ମାନେ ନା ପରବର୍ତ୍ତୀ 70 ବର୍ଷ ଧରିକି ସେ ତାଙ୍କ କବିତା ଲେଖିବା ଶୈଳୀକୁ ବହୁତ ଚେଞ୍ଜ ମଧ୍ୟ କରିଛନ୍ତି ହେଲା, ବହୁତ ଚେଞ୍ଜ ମଧ୍ୟ କରିଛନ୍ତି। ତାପରେ କଣ କହିଛି ନା in 1930s he wrote many experimental work of poetry and also used modernism and realism in his works. 1930 ଦଶକରେ ସେ ଅନେକ ଏକ୍ସପେରିମେଣ୍ଟାଲ ପୋଏଟ୍ରି ଲେଖିଥିଲେ, ସେ ତାଙ୍କ ଲେଖାରେ ମଡର୍ନିଜିମ୍ ଓ ରିଏଲିଜିମ୍ ଏସବୁ ବ୍ୟବହାର କରିଥିଲେ ହେଲା, ବ୍ୟବହାର କରିଥିଲେ। ତାପରେ କହିଛି ଟାଗୋର ଇଜ ନୋନ୍ around the world of his ଗୀତାଞ୍ଜଳି, ଯୋଉଟା କି ସଙ୍ଗ ତାଙ୍କର ଥିଲା ଅଫରିଂ। his best known collection winning him his Nobel Prize। ତ କଣ କହିଛି ଟାଗୋରଙ୍କ ସବୁଠାରୁ ପ୍ରସିଦ୍ଧ କବିତା ସଂଗ୍ରହ ହେଉଛି ଆମର ଗୀତାଞ୍ଜଳି, ତା ପାଇଁ ଯାହା ପାଇଁ କି ସେ ନୋବେଲ ପ୍ରାଇଜ ମଧ୍ୟ ପାଇଛନ୍ତି। ତ ଏହି କବିତା ଗୁଡିକୁ ସେ ସଙ୍ଗ ଅଫରିଂ ବା ସଙ୍ଗ କଲେକ୍ସନ ଭାବରେ ଉପସ୍ଥାପନା କରିଥିଲେ, ଉପାସନା ଭାବରେ କରିଥିଲେ। ତାପରେ ଆସିଲା ଆମର ଆନ୍ଥେମ୍। ହଁ ଆନ୍ଥେମ୍ କହିଲେ ଜାତୀୟ ସଙ୍ଗୀତ। ତ ଟାଗୋର is the only person to have written anthems for 3 countries। ଟାଗୋର ହେଉଛନ୍ତି ଗୋଟେ ମାତ୍ର ବ୍ୟକ୍ତି ଯିଏକି 3ଟି ଦେଶ ପାଇଁ ଜାତୀୟ ସଙ୍ଗୀତ ଲେଖିଥିଲେ। ଜନଗଣ ମନ ଦ ନ୍ୟାସନାଲ ଆନ୍ଥେମ୍ ଅଫ ଇଣ୍ଡିଆ was one of the work of Tagore। ଇଣ୍ଡିଆର ଜାତୀୟ ସଙ୍ଗୀତ ଜନଗଣ ମନ ଟାଗୋରଙ୍କ ଦ୍ଵାରା ହିଁ ଲେଖା ହେଇଥିଲା। আমার সোনার বাংলা ଦ ନ୍ୟାସନାଲ ଆନ୍ଥେମ୍ ଅଫ ବାଂଲାଦେଶ was written by Tagore। ତ ବାଂଲାଦେଶର ଯୋଉ ଜାତୀୟ ସଙ୍ଗୀତ ଥିଲା ଆମର সোনার বাংলা, ସେଟା ମଧ୍ୟ ଟାଗୋର ଲେଖିଥିଲେ।
Srilanka Matha, the national anthem of Sri Lanka, the Bengali version of which was written by Rabindranath Tagore and was later translated into Sinhala by Ananda Samarkund, his students. ତ କଣ କହିଛି ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଶ୍ରୀଲଙ୍କା ମଥାର ବେଙ୍ଗଲୀ ଭର୍ଜନ ଠାକୁର ଲେଖିଥିଲେ ତାଙ୍କ ପରେ ପରେ ତାଙ୍କ ଛାତ୍ର ଆନନ୍ଦ ସମରକୋନ ଏହାକୁ କଣ କରିଥିଲେ ନା ସିନ୍ହାଳା ଭାଷାରେ ଅନୁବାଦ କରିଥିଲେ। ତାପରେ ଏଜୁକେଶନାଲ ଭ୍ୟୁଜ ରେ କଣ ଅଛି ନା ଆମର he thought of a new types of university which he desired to be set up at Santiniketan named Vishwa Bharati University। ତ କଣ ନା ହଉଛି ଟାଗୋର ଗୋଟିଏ ନୂଆ ପ୍ରକାରର ୟୁନିଭର୍ସିଟିର ଚିନ୍ତା କରିଥିଲେ ଯାହା ସେ ଶାନ୍ତି ନିକେତନର ପ୍ରତିଷ୍ଠା କରିଥିଲେ ଆଉ ନାମ ଦେଇଥିଲେ ବିଶ୍ୱ ଭାରତୀ ୟୁନିଭର୍ସିଟି ହେଲା। ତାପରେ କହିଛନ୍ତି he gave all his Nobel Prize monies to this university। ଟାଗୋର ତାଙ୍କ ନୋବେଲ ପ୍ରାଇଜ ସମସ୍ତ ମୁଦ୍ରା ପୁରସ୍କାର ବିଶ୍ୱବିଦ୍ୟାଳୟକୁ ଦାନ କରିଦେଇଥିଲେ। ତାପରେ କହିଲା student life close to nature and teacher student relationship followed a pattern of Gurukul system of ancient India। ଏଠାରେ ଆମର ଛାତ୍ରମାନେ ପ୍ରକୃତି ସହିତ ନିକଟତମ ଜୀବନ ବିତାଉଥିଲେ। ଟିଚର ଷ୍ଟୁଡେଣ୍ଟ ରିଲେସନସିପ କୁ କଣ ନା ପୁରୁଣା ଗୁରୁକୁଲ ସିଷ୍ଟମ ଭଳି ମାନୁଥିଲେ। ଗୁରୁ ଶିଷ୍ୟ ମଧ୍ୟରେ ଘନିଷ୍ଠ ସମ୍ପର୍କ ମଧ୍ୟ ରଖୁଥିଲେ। ହେଲା ତାପରେ କହିଛି he also had a he also had a dream for the future India। He wanted India's freedom from the British rule। He dreamed of an India where the mind is without fear। ତ କଣ ଟାଗୋର ଗୋଟେ ସ୍ୱପ୍ନ ଥିଲା କି ଭବିଷ୍ୟତ ଭାରତ ପାଇଁ ସେ ଚାହିଁଥିଲେ ଭାରତ ବ୍ରିଟିଶ ରୁଲରୁ ମୁକ୍ତ ହେଉ ଆଉ ସେ ଏମିତି ଏକ ଭାରତକୁ ନେଇକି ସ୍ୱପ୍ନ ଦେଖୁଥିଲେ କଣ ନା where the India is without fear ଅର୍ଥାତ ଯେଉଁଠାରେ କରିପାରିବା ସେଠି ହଉଛି ଆମର କଣ ନା ହଉଛି ଗୋଟେ ଭାରତ ଇଏ ବୋଲି ଆମେ କହିପାରିବା ୱିଦାଉଟ୍ ଫିୟରରେ ଆମ ମାଇଣ୍ଡ ଟା ଯେମିତି ଚାଲୁଥିବ ସେଟା ହଉଛି ଆମର ସେଇ ସ୍ୱପ୍ନଟା ସେ ଦେଖୁଥିଲେ କିଏ ସେ ନା ଆମର ରବୀନ୍ଦ୍ରନାଥ ଟାଗୋର।